ସବୁ ସଂସାରରେ ଗୋଟେ ଜିନିଷ ଅଛି ଯେ ଏନର୍ଜି ଆଣ୍ଡ ଭାଇବ୍ରେସନ ର ମହତ୍व। ଏନର୍ଜି ଆଣ୍ଡ ଭାଇବ୍ରେସନ ର ମହତ୍ବ କଣ ନା, ତମେ ଯଦି କହିବ ତନ୍ତ୍ର ଯନ୍ତ୍ର ମନ୍ତ୍ର ଏଗୁଡା ସବୁ ଅ, ଖରାପ ଜିନିଷ, ନିଶ୍ଚିତ ଭାବରେ ଖରାପ ଜିନିଷ ଯଦି ସେଟା ଟୋଟକା ହୁଏ। ତନ୍ତ୍ର କିନ୍ତୁ ଟୋଟକା ନୁହେଁ। ଏଟି ଏମିତି ଗୋଟେ ପଦ୍ଧତି ଯୋଉ ପଦ୍ଧତିର ନଲେଜ ଯାହା ପାଖରେ ଅଛି ସେ ଭାଇବ୍ରେସନ ଟାକୁ କ୍ୟାଚ୍ କରିପାରିବ। ଯେମିତି ରେଡିଓ ଅଛି, ତମକୁ ଯଦି କୌଣସି ପର୍ଟିକୁଲାର ଏଫଏମ ଶୁଣିବାର ଅଛି, ତୁମେ ଯଦି ଲେଟ୍ ସେ ଗୋଟେ ରେଡିଓ ଅଛି ତାର ଫ୍ରିକ୍ୱେନ୍ସି ହଉଛି 107, ତୁମେ ଯଦି 106.9 ଲଗେଇବ ତାହେଲେ ସେ ଚଡଚଡ ହବ, 107.1 ଲଗେଇବ ତାହେଲେ ବି ଚଡଚଡ ହବ। ତମକୁ 107 ହିଁ ଲଗେଇବାର ଅଛି ତମକୁ ସେ ରେଡିଓଟା ଶୁଣିବା ପାଇଁ, ମାନେ ସେ ରିସିଭର ଏଣ୍ଡ ଟାକୁ ଶୁଣିବା ପାଇଁ, କାହିଁକି ନା ତାର ଫ୍ରିକ୍ୱେନ୍ସି ସେଇଆ। ସେମିତି ସମୟର ମଧ୍ୟ ଫ୍ରିକ୍ୱେନ୍ସି ଅଛି, ଯୋଉଟାକୁ ଆମର ପୁରା ଆମେ ସନାତନୀ ବାଲା ଏତେ ଭାଗ୍ୟବାନ ଯେ ଆମକୁ ଆମ ପୁରାତନ ଯୁଗର ଲୋକମାନେ ଆଚାର୍ଯ୍ୟ ମାନେ ଆମକୁ ସମୟର ଗଣନାଟା ନାରାୟଣ ଯେବେଠୁ ସଂସାର ବନେଇଲେଣି ସେବେଠୁ ଆମର ଗଢି ଚାଲିଛି ଟାଇମିଂ ଟା। ଆଉ ସେଥିରେ ଗୋଟେ ବିନ୍ଦୁ ବିସର୍ଗର ଭୁଲ ନାହିଁ। ଯଦି ବ୍ୟାଡ ଟାଇମ ରେ କିଏ କୌଣସି ଜିନିଷ ଇନଭୋକ କଲା, ଇନସେପ୍ଟ କଲା, ତାହେଲେ ତାର ରେଜଲ୍ଟ ସେ ଯେତେ ବି ପାରଙ୍ଗତ ହେଇଥିଲେ ମଧ୍ୟ ମିଳିବ ନାହିଁ।